ଓଡ଼ିଶାରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ପାରଦ ସାମାନ୍ୟ କମିଛି, କିନ୍ତୁ ଆହୁରି 2ରୁ 3 ଦିନ ହିଟ୍ ୱେଭ୍ ଜାରି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସେପଟେ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ଉତ୍ତାପ ଜାରି ରହିଛି। ପ୍ରବଳ ଉତ୍ତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ଖରା ଏବଂ ଗୁଳୁଗୁଳି କାରଣରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। କେବଳ ଓଡ଼ିଶା ନୁହେଁ, ଆହୁରି ଅନେକ ରାଜ୍ୟରେ ସମାନ ସ୍ଥିତି। ପାଣିପାଗ ବିଭାଗ ଅନୁଯାୟୀ ଦେଶର କିଛି ଅଞ୍ଚଳ ବ୍ୟତୀତ ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ରହିବ। ମେ ମାସରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। IMD ଅନୁଯାୟୀ ପୂର୍ବ ଭାରତର କିଛି ଅଞ୍ଚଳରେ ମେ 6 ଯାଏଁ ହିଟ୍ ୱେଭ୍ ଜାରି ରହିବ। ଅପରପକ୍ଷେ ଉତ୍ତର ପୂର୍ବରେ 3ରୁ 4 ଦିନ ଧରି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ଆସନ୍ତା 2 ଦିନ ପାଇଁ ପ୍ରବଳ ତାତି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ତେଲେଙ୍ଗାନା, ଝାଡ଼ଖଣ୍ଡ, କେରଳର କିଛି ଅଞ୍ଚଳରେ ପ୍ରବଳ ତାତି ଜାରି ରହିବ। ତେବେ ଆଶ୍ୱସ୍ତିକର ଖବର ହେଉଛି, ଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। IMD ପୂର୍ବାନୁମାନ ଅନୁଯାୟୀ ଆସନ୍ତା 5 ଦିନ ମଧ୍ୟରେ ଉତ୍ତର ପୂର୍ବ ଅଞ୍ଚଳର ବିଭିନ୍ନ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରାରେ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସେହିଭଳି ସିକିମରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ମେଘାଳୟ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ମେ 5 ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ। ଏହା ସହିତ ଏହି ସ୍ଥାନଗୁଡ଼ିକରେ ପବନର ବେଗ ବଢ଼ିବ। କିଛି ସ୍ଥାନରେ କୁଆପଥର ବର୍ଷା ହେବ।